ओम नमो भगवते वासुदेवाय। ऊर्णविंशधाय देवहूतिरुवाच भो नाथ प्रभु भगवान कहतु परमार्थ ज्ञान जे ज्ञान भक्त प्रकाशई अज्ञान तिमिरनाशई महत आदि से प्रमाण प्रकृति पुरुष लक्षण ଯଥା ସଂଖ୍ୟାରେ ଅଛି କହି ତୋ ଭକ୍ତି ମାର୍ଗ କୁ ଚିହ୍ନଇ ବିସ୍ତାରି କହ ପ୍ରଭୁ ମୋତେ ସଂଶୟ ନର ହଉ ମୋଚିତେ ବିସ୍ତାରି କହ ପ୍ରଭୁ ମୋତେ ସଂଶୟ ନର ମୋଚିତେ ମହାପ୍ରଭାବ ଯେ ଈଶ୍ୱର ସମସ୍ତ ଚିତ ରେ ଗୋଚର ଯେହେତୁ ଲୋଭୀ ପ୍ରାଣୀମାନେ କୁଶଳ ହୁଅନ୍ତି ତତ୍କ୍ଷଣେ ସଂସାରେ ମୋହ ଅନ୍ଧକାରେ ଦେହାଭିମାନୀ ଯେତେ ନରେ ନିଦ୍ରିତ ହୋଇ ସେ ଅଛନ୍ତି ଅଜ୍ଞାନେ କିଛି ନ ଜାଣନ୍ତି ତୋ ଜ୍ଞାନ ଦେଇ ନରହରି ବିନାଶ ଅଜ୍ଞାନ ତିମିରି ମୈତ୍ରେୟ ଉବାଚ ଶୁଣ ବିଦୁର ମନ ଦେଇ ମାତା ବଚନେ ଭାବଗ୍ରାହୀ କହନ୍ତି ଅମୃତ ବଚନ ଯେଣେ ସନ୍ତୋଷ ମାତା ମନ ଶ୍ରୀ ଭଗବାନ ଉବାଚ ଶୁଣ ଜନନୀ ସ୍ଥିର ମନେ ଯେ ଜ୍ଞାନ ଭକ୍ତିର ଲକ୍ଷଣେ ବହୁ ପ୍ରକାରେ ଭକ୍ତି ଯୋଗ ଜ୍ଞାନୀ ସାଧନ୍ତି ମୋକ୍ଷ ମାର୍ଗ ସ୍ୱଭାବେ ଗୁଣଯୁକ୍ତ ହୋଇ ନାନା ସଂକଳ୍ପ ମନେ ଧ୍ୟାଇ ସାତ୍ୱିକ ରାଜସ ତାମସ ଗୁଣ ପ୍ରଭାଏ ସେ ପ୍ରକାଶ ସାତ୍ୱିକ ରାଜସ ତାମସ ଗୁଣ ପ୍ରବାହେ ଯେ ପ୍ରକାଶ ଦମ୍ଭ ମତ୍ସର ଭାବ ବହି ପ୍ରାଣୀ ହିଂସାରେ ଯୁକ୍ତ ହୋଇ ପର ପରେ ଭେଦ ବୁଦ୍ଧି ତାମସ ଗୁଣେ ଯେ ପ୍ରସିଦ୍ଧି ଏ ଭାବେ ମୋତେ ଯେ ପୂଜଇ ତାମସ ଭକ୍ତି ତାକୁ କହି ଯଶ ଐଶ୍ୱର୍ଯ୍ୟ କଳ୍ପେ ମନେ ବିଷୟ ଧ୍ୟାନ ଅନୁକ୍ଷଣେ ଏ କର୍ମ ମୋତେ ଯେ ପୂଜଇ ରାଜସ ଭକ୍ତି ତାକୁ କହି ଈଶ୍ୱର ଅର୍ଥେ କର୍ମ କରେ ଧର୍ମ ମାର୍ଗରେ ଯେ ପ୍ରଚରେ ସର୍ବତ୍ର ଦେଖଇ ସମାନ ସାତ୍ୱିକ ଭକ୍ତି ତାକୁ ଜାଣ ଏହି ପ୍ରକାରେ ନବ ନବ ସାଧନ୍ତି କେବା ଗୁଣ ମାର୍ଗ ମୋହର ଗୁଣ କୀର୍ତ୍ତିମାନ ନୃତ୍ୟ ଯେ କରଇ ଶ୍ରବଣ ମୁହିଁ ଯେ ସର୍ବଗୁଣାଶ୍ରୟ ବିଚ୍ଛେଦେ ନାହିଁ କାହିଁ ମୋହ ହେମନ୍ତ ଭାବେ ସେ ଭାବଇ କର୍ମ ବନ୍ଧନୁ ମୋକ୍ଷ ହୋଇ ସମୁଦ୍ର ଯେହ୍ନେ ନଦୀ ଜଳ ମିଳି ହୁଅନ୍ତି ଏକ ମେଳ
ସେ ରୂପେ ମୋର ଦେହେ ଲୀନ। ଭକ୍ତି ଭାବରେ ହନ୍ତି ଜନ। ଶୁଣ କହିବା ମନ ଦେଇ। ନିର୍ଗୁଣ ଭକ୍ତି ତାକୁ କହି। ନିଷ୍କାମ ମାର୍ଗେ ଆତ୍ମଜ୍ଞାନ। ସର୍ବତ୍ର ଦେଖଇ ସମାନ। ପୁରୁଷୋତ୍ତମ ଭାବେ ଭଜି। ପରମ ଆତ୍ମା ମନେ ହେଜି। ନିର୍ଗୁଣ ଭକ୍ତି ଏହା କହି। ଅପରେ ଶୁଣ ମନ ଦେଇ। ସାମୀପ୍ୟ ସାରୂପ୍ୟ ଏକତ୍ୱ। ସାଲୋକ୍ୟ ଐଶ୍ୱର୍ଯ୍ୟ ବ୍ୟକ୍ତ। ଏମାନେ ଯାହା ମୋତେ ଦିଅନ୍ତି। ଏଣେ ସନ୍ତୋଷ ନୋହେ ମତି। ମୋର ଭକତି ବିନା ଏହି। ହେଳେ ସନ୍ତୋଷ ମୋର କାହିଁ। ଏତେ ପ୍ରକାରେ ଭକ୍ତି ମାର୍ଗ। ସାଧନ୍ତି ପ୍ରାଣୀ ମୋକ୍ଷ ଯୋଗ। ଯେବେ ତ୍ରିଗୁଣକୁ ଜିଣଇ। ମୋହର ଭାବକୁଳ ଭଇ। କ୍ରିୟା ଯୋଗରେ ନିଷ୍କାମରେ। ମୋତେ ସେବନ୍ତି କେବାନରେ। ହିଂସା ବର୍ଜିତ ସାଧୁଗଣ। ନିର୍ତ୍ୱ ଭଜନ୍ତି ମୋର ନାମ। କେଅବା ମୋତେ ପୂଜା କରେ। ସ୍ତୁତି ବନ୍ଦନେ ନିରନ୍ତରେ। ଦର୍ଶନ ସ୍ପର୍ଶନ ପ୍ରମାଣ। ଜ୍ଞାନ ବୈରାଗ୍ୟ ଆରାଧନ। ମିତ୍ର ଭାବରେ ସର୍ବଜନ। ଦେଖଇ ଆତ୍ମାର ସମାନ। ଯମ ନିୟମ ମାର୍ଗ ସିଧି। ବହୁ ପ୍ରକାରେ ମାନ୍ୟ ସାଧି। ବସଇ ଅନୁକମ୍ପା ହୋଇ। ମୋ ବିନୁ ଅନ୍ୟ ନ ଜାଣଇ। ମୋହର ଜ୍ଞାନ ସଂକୀର୍ତ୍ତନ। ଶ୍ରବଣେ ଆଧ୍ୟାତ୍ମ ଦର୍ଶନ। ଅଜର୍ବ ସାଧୁ ସଙ୍ଗ ପୁଣ। ଅହିଂସା ଧର୍ମ ପରାୟଣ। ଶୁଦ୍ଧ ନିର୍ମଳ ଭାବ ପୁଣ। ମୋହର ଧର୍ମ ଆଚରଣ। ମୋହର ଗୁଣ ଶୁଣି କର୍ଣ୍ଣେ। ଆନନ୍ଦ ହୁଅନ୍ତି ପ୍ରାଣୀମାନେ। ଯେମନ୍ତ ପବନର ବଳେ। ସୁଗନ୍ଧ ଦୁର୍ଗନ୍ଧ ପ୍ରସରେ। ସେ ରୂପେ ଆତ୍ମା ଅବିକାର। ଏ ରୂପେ ଦେଖିବ ଧ୍ୟାନର। ମୁଁ ସର୍ବଭୂତର ଈଶ୍ୱର। ଆତ୍ମା ସମ୍ପୂର୍ଣ୍ଣରେ ଗୋଚର। ଏମନ୍ତ ଭାବ ମୋର ଛାଡ଼ି। ଯେ ପୂଜେ ଅନ୍ୟ ଲାଭେ ବଢ଼ି। ମୁଁ ସର୍ବବ୍ୟାପୀ ଯେ ଅଟଇ। ଏମନ୍ତ ଭାବ ନ ଜାଣଇ। ଯେ ଭାବେ ଅନ୍ଧ ବୈର ହୋଇ। ସେ ଶାନ୍ତି କେଭେ ନ ଲଭଇ। ମୋତେ ପୂଜିବ ଯେବେ ସେହି। ତାର ପୂଜାରେ ତୋଷ ନୋହି। ସର୍ବଭୂତରେ ସ୍ଥିତ ମୋହି। ଯାବତ ପ୍ରାଣୀ ନ ଜାଣଇ। ତାବତ ସ୍ୱକର୍ମ ପାଶରେ। ପ୍ରାଣୀ ବନ୍ଧନ ଏ ସଂସାରେ। ପର ଅପର ଏକ ଆତ୍ମା। ଅନ୍ତର କରେ ଯେ ମହାତ୍ମା। ପର ଅପର ଏକ ଆତ୍ମା। ଅନ୍ତର କରେ ଯେ ମହାତ୍ମା। ସେ ମୃତ୍ୟୁ ପଥୁ ନ ତରଇ। ସଂସାର ମାର୍ଗେ ଭ୍ରମ ହୋଇ। ଯେ ଆତ୍ମା ସର୍ବଭୂତ ମଧ୍ୟେ। ଅର୍ଚ୍ଚନା କରେ ଯେଣୁ ସଧେ। ମିତ୍ର ଭାବରେ ସର୍ବ ଦେଖେ। ସଂସାରୁ ତରେ ସେ ପ୍ରତ୍ୟକ୍ଷେ। ଅଜୀବ ମଧ୍ୟେ ଜୀବ ଶ୍ରେଷ୍ଠ।
ଜୀବରେ ପ୍ରାଣ ଯେ ଗରିଷ୍ଠ ପ୍ରାଣରୁ ଚେତନା ବିଶେଷ ଇନ୍ଦ୍ରିୟ ବୃତ୍ତିରେ ପ୍ରକାଶ ଇନ୍ଦ୍ରିୟ ସର୍ବଗୁଣେ ଶ୍ରେଷ୍ଠ ରସରେ ମତ୍ସ୍ୟ ଯେ ଗରିଷ୍ଠ ଗନ୍ଧ ବେଦୀରେ ସେ ଭ୍ରମର ଶବଦ ହେଲେ ସର୍ବେଶ୍ୱର ରୂପରେ ଭେଦ ବିଦ ହୋଇ ବନେ ସେ ପ୍ରତ୍ୟକ୍ଷ ଅଟଇ ଅପାଦ ମଧ୍ୟେ ବହୁପାଦରେ ଚତୁଷ୍ପାଦ ମନୁଷ୍ୟ ମଧ୍ୟେ ଚାରି ବର୍ଣ୍ଣ ଏଥିରୁ ବ୍ରାହ୍ମଣ ଉତ୍ତମ ବ୍ରାହ୍ମଣ ମଧ୍ୟେଣ ଦେବଜ୍ଞ ବହୁ ଅଧିକ ଯେ ଅର୍ଥଜ୍ଞ ସଂଶୟ କ୍ଷୟ ଯେ ଅର୍ଥଜ୍ଞ କରଇ କେବଳ ସ୍ୱକର୍ମ ଆତ୍ମାକୁ ନାମ ତେଣୁ କରି ମୁକ୍ତ ସଙ୍ଗକୁ ସେ ଆଚରି ମୋର ଅର୍ପିତ କର୍ମ କରେ ଆତ୍ମାର ଭାବ ନିରନ୍ତରେ ମୋର ସେ କର୍ମ ସମର୍ପଇ ଆତ୍ମା ସହିତେ ତାର ଯହିଁ ଏ ରୂପେ ମୋର ମନ ତହିଁ ବହୁମାନନାରେ ନମଇ ଏମନ୍ତ ଭାବେ ଯେ ଭଜଇ ତାରୁ ଦେବି ଯେ ଭାବଗ୍ରାହୀ ଆନନ୍ଦେ ଦର୍ଶନ ଦିଅନ୍ତି ମୋକ୍ଷ ପଦରେ ଅଧିପତି ଭକ୍ତି ଯୋଗରେ ମୋତେ ଧାଇ ଯେ ମୋତେ ହୃଦୟରେ ଦେଖଇ ପରମ ବ୍ରହ୍ମଙ୍କୁ ଲଭଇ ଏଣୁ ଏକାଗ୍ର ଭାବେ ଧାଇ ଏ ଯେ ପରମ ବ୍ରହ୍ମ ସାର ପ୍ରଧାନ ପୁରୁଷଙ୍କ ବର ତାର ଉପରେ କହେ ନାହିଁ ସୃଷ୍ଟିର ଆଦି ଅନ୍ତ ସେହି ତାର ପୀରତି ସେ ଦଇବ ସର୍ଜଇ କର୍ମର ସ୍ୱଭାବ ନାନା ପ୍ରକାରେ ରୂପ ଭେଦ ଆଶ୍ରୟ କାରଣ ସମ୍ପଦ ଅଦ୍ଭୁତ କାଳ ଯେ ମହିମା ଭୋନାଥ ନିଶ୍ଚଳେ ଜାଳିମା ମହତ ଆଦି ଯେତେ ଭୂତେ ଅଖିଳ ସଂସାର ଜଗତେ ସପ୍ତମ ଆତ୍ମା ମଧ୍ୟଗତ ନିରତେ କରୁଅଛ ଗ୍ରସ୍ତ ତାହାର ତହୁଁ ଭୟ ପାଇ ନିରତେ କମ୍ପୁଅଛି ଦେହି ସେ ପ୍ରଭୁ କାଳର ମହିମା କେ କରି ପାରେ ଗୁଣ ସୀମା ପ୍ରିୟ ଅପ୍ରିୟ ଯାର ନାହିଁ ବିନାଶ କରେ ସର୍ବଦେହି ସେ କାଳ ପୁରୁଷର ଭୟେ ନିରତେ ପବନଟି ବହେ ଯେ କାଳ ଭୟେ ସୂର୍ଯ୍ୟ ତାପେ ଭ୍ରମେ ବ୍ରହ୍ମାଣ୍ଡ ମଧ୍ୟଗତେ ଯାହାର ଭୟେ ମେଘ ଗଣ ବୃଷ୍ଟି କରନ୍ତି ଅନୁକ୍ଷଣ ଯାହାର ଭୟେ ବୃକ୍ଷ ଗଣ ଲତା ଔଷଧ ଶସ୍ୟମାନ ଯଥା କାଳରେ ପୁଷ୍ପ ଫଳ ଫଳନ୍ତି ଫୁଟନ୍ତି ନିର୍ମଳ ଯାହାର ଭୟେ ନଦୀଗଣ ସବୁ ଅଛନ୍ତି ଅନୁକ୍ଷଣ ଉଦଧି ଯାହାର ଭୟରେ ଅଦ୍ୟାପି କେବେ ନ ଉଛୁଳେ ଅଗ୍ନି ଯାହାର ଭୟେ ପୂର୍ଣ୍ଣ ସମସ୍ତ କରଇ ଦହନ ଯାହାର ଭୟେ ଗିରିବର ଭୂମିରେ ହେଉଛି ନିଶ୍ଚଳ ଯାହାର
ଆଜ୍ଞା ପରମାଣେ ଆକାଶ ଭୟ କରି ମନେ ସ୍ୱଦେହ ବିସ୍ତାର ସେ କଲା ସପ୍ତ ଲୋକଙ୍କୁ ଠାବ ଦେଲା ବ୍ରହ୍ମାଦି ଯେତେ ଦେବଗଣ ସଚରାଚର ଯେ ଭିଆଣ ଯାହାର ଭଏ ବାରେ ବାରେ ସ୍ୱର୍ଗାଦି ହୁଅନ୍ତି ସତ୍ୱରେ ଯେ କାଳ ଭୟରେ ତ୍ରିଗୁଣ ସୃଷ୍ଟି ପାଳନ ସଂହାରଣ ସେ କାଳ ରୂପୀ ସେ ଅନନ୍ତ ଉଦାର ବ୍ୟୟ ଅଚ୍ୟୁତ ସମସ୍ତ ଉତ୍ପତ୍ତି କରଇ ଗୁଣ ପ୍ରଭାବ ଭାବ ବହି ଯେ କାଳ ରୂପେ ଅନ୍ତ କରେ ଏଣୁ ଅନନ୍ତ ରୂପ ଧରେ ଏଣୁ ଏ କାଳର ମହିମା କେ ଜାଣିପାରେ ଗୁଣ ସୀମା ତୋର ଭକତ ଜନ ଜହିଁ କାଳର ଅଧିକାର ନାହିଁ ସୁଜନେ ଏଣେ କରମତି ତୁଟିବ ସଂସାର ଦୁର୍ଗତି ଏ ମାତା ପୁତ୍ରଙ୍କ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ କହିବି ପ୍ରଜଗନ୍ନାଥ ତୃତୀୟ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ତୃତୀୟ ସ୍କନ୍ଧେ ମାତା ପୁତ୍ର ସମ୍ବାଦେ ନାମ 29 ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।